ଜୀବନ ପାତ୍ର ମୋ ଭରିଛ କେତେ ମତେ ନଦେଲ ବୋଲି କିଛି କହିବି କି ହେ ଆଉ। ଏହି ଲୋକପ୍ରିୟ ପଂକ୍ତିଟି କେଉଁ କବିଙ୍କର? ଉତ୍ତର ବୈକୁଣ୍ଠନାଥ ପଟ୍ଟନାୟକ। ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଉତ୍ତରାୟଣ କାବ୍ୟ ସଂକଳନ କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା? ଉତ୍ତର 1965 ମସିହା। ଯୌବନ ଥରେ ଗଲେ ଆଉ ଆସେନା କବିତାର କବି କିଏ? ଉତ୍ତର ଅନ୍ନଦା ଶଙ୍କର ରାୟ। ମୂକ ଭଗବାନ ବିଲ୍ୱମଙ୍ଗଳ କବିତାର କବି କିଏ? ଉତ୍ତର ବୈକୁଣ୍ଠନାଥ ପଟ୍ଟନାୟକ। ଆଗାମୀ କବିତାର କବି କିଏ? ଉତ୍ତର କାଳିନ୍ଦୀ ଚରଣ ପାଣିଗ୍ରାହୀ। ସବୁଜ ସାହିତ୍ୟିକ ଗୋଷ୍ଠୀ ନନ୍ସେନ୍ସ କ୍ଲବ କେଉଁ ମସିହାରେ ସ୍ଥାପନା କରିଥିଲେ? ଉତ୍ତର 1921 ମସିହା। କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ କବିତା ପୁସ୍ତକ ଗୁଡ଼ିକର ନାମ କ'ଣ? ଉତ୍ତର ମନେ ନାହିଁ, ଛୁରୀଟିଏ ଲୋଡ଼ା, କ୍ଷଣିକ ସତ୍ୟ, ମହାଦ୍ୱୀପ। ସବୁଜ କବିତାରେ ଶରତଚନ୍ଦ୍ର ମୁଖାର୍ଜୀଙ୍କ କେତୋଟି କବିତା ରହିଥିଲା? ଉତ୍ତର 8ଟି। ଯୁଗବୀଣା ପତ୍ରିକାର ସମ୍ପାଦକ କିଏ ଥିଲେ? ଉତ୍ତର ହରିହର ମହାପାତ୍ର। ମାୟାଧର ମାନସିଂହଙ୍କ କୃଶ କେଉଁ ଧରଣର କବିତା? ଉତ୍ତର ସନେଟ୍। ମାନସିଂହଙ୍କ ଧରାବତରଣ କବିତାଟି ତାଙ୍କର କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ହେମଶସ୍ୟ। ତରୁଣ କବିର ଆଶା କବିତାର କବି କିଏ? ଉତ୍ତର ମାୟାଧର ମାନସିଂହ। ଜେମା କମଳାୟନ କାବ୍ୟର କବି କିଏ? ଉତ୍ତର ମାୟାଧର ମାନସିଂହ। କେଉଁଟି ପ୍ରଥମ ଓଡ଼ିଆ ଗଦ୍ୟ କବିତା? ଉତ୍ତର ଚତୁର୍ଥୀ ପ୍ରତାପ ସେନ। ରାଧାମୋହନ ଗଡ଼ନାୟକ କେଉଁ କେଉଁ ଛଦ୍ମନାମ ବ୍ୟବହାର କରୁଥିଲେ? ଉତ୍ତର ଅଗ୍ନିମିତ୍ର, ଉପଗୁପ୍ତ। ରାଧାମୋହନ ଗଡ଼ନାୟକ କେଉଁ ପତ୍ରିକାର ସମ୍ପାଦନା କରୁଥିଲେ? ଉତ୍ତର ଏକଚକ୍ର। ବାପୁ ତର୍ପଣ କବିତାର କବି କିଏ? ଉତ୍ତର ଡକ୍ଟର ମାୟାଧର ମାନସିଂହ। ରାଧାମୋହନ ଗଡ଼ନାୟକଙ୍କ ଉଦାମ ସିଂ କବିତା କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ମୌସୁମୀ। କାଞ୍ଚନ କୁନ୍ତଳାର ତରବାରୀ କବିତା ସଂକଳନର କବି କିଏ? ଉତ୍ତର ବିନୋଦ ନାୟକ। ବିନୋଦ ନାୟକଙ୍କ ପ୍ରଥମ କବିତାର ନାମ କ'ଣ? ଏହା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଅଶ୍ରୁର ଅର୍ଘ୍ୟ ସହକାର ପତ୍ରିକାରେ ପ୍ରକାଶ ପାଇଥିଲା। ନନ୍ଦାଦେବୀ, ଇଳାବୃତ ଇତ୍ୟାଦି କବିତା ସଂକଳନର କବି କିଏ? ଉତ୍ତର ବିନୋଦ ନାୟକ। ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ? ଉତ୍ତର ଭଗବତୀ ଚରଣ ପାଣିଗ୍ରାହୀ। ଆଧୁନିକ ପତ୍ରିକା କାହାର ମୁଖପତ୍ର ଥିଲା? ଉତ୍ତର ନବଯୁଗ ସାହିତ୍ୟ ସଂସଦ। ଆଧୁନିକ ପତ୍ରିକାର ପ୍ରଥମ ସଂଖ୍ୟା କେବେ ପ୍ରକାଶ ପାଇଥିଲା? ଉତ୍ତର 1936 ମସିହା ମେ ମାସ। ସଚ୍ଚି ରାଉତରାୟଙ୍କ ପ୍ରଥମ କବିତା ସଂକଳନ କ'ଣ ଓ ଏହା କେବେ ପ୍ରକାଶ ପାଇଥିଲା? ଉତ୍ତର ପାଥେୟ 1931 ମସିହା। ରକ୍ତଶିଖା କବିତା ସଂକଳନର ସ୍ରଷ୍ଟା କିଏ? ଏହା କେବେ ପ୍ରକାଶ ପାଇଥିଲା? ଉତ୍ତର ସଚ୍ଚି ରାଉତରାୟ ଓ ଅନନ୍ତ ପଟ୍ଟନାୟକ 1939 ମସିହା। ପାଣ୍ଡୁଲିପି କବିତା ସଂକଳନ କେବେ ପ୍ରକାଶ ପାଇଥିଲା? ଉତ୍ତର 1947 ମସିହା। ଅନନ୍ତ ପଟ୍ଟନାୟକ କେଉଁ ମସିହାରେ ଅବାନ୍ତର କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1980 ମସିହା। ଅଋତୁ ଋତୁ, ସୂତ୍ରଟିଏ ସୁକୃତିର ଇତ୍ୟାଦି କବିତାର କବି କିଏ? ଉତ୍ତର ଅନନ୍ତ ପଟ୍ଟନାୟକ। ସଚ୍ଚି ରାଉତରାୟ କେଉଁ ମସିହାରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ଉତ୍ତର 1986 ମସିହା। ସଚ୍ଚିଦାନନ୍ଦ ରାଉତରାୟ କେଉଁ କୃତି ପାଇଁ ସୋଭିଏତଲ୍ୟାଣ୍ଡ ନେହେରୁ ପୁରସ୍କାର ପାଇଥିଲେ? ଉତ୍ତର ମାୟାକୋଭସ୍କି କବିତା ସଂଗ୍ରହ। ସଚ୍ଚି ରାଉତରାୟ କେଉଁ ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ଦିଗନ୍ତ। ସଚ୍ଚି ରାଉତରାୟଙ୍କ ଶେଷ କବିତା ସଂକଳନର ନାମ କ'ଣ? ଉତ୍ତର କବିତା 2003।
ସଚୀ ରାଉତରାୟଙ୍କ ବାଜିରାଉତ କବିତା କେଉଁ କବିଙ୍କ ଦ୍ୱାରା କେଉଁ ନାମରେ ଇଂରାଜୀରେ ରଚିତ ହୋଇଛି? ଉତ୍ତର ହରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଦ ବୋଟମ୍ୟାନ୍ ବୟ ଆଣ୍ଡ 40 ପୋଏମ୍ସ ନାମରେ ରଚିତ ହୋଇଛି। ଛାଇର ଛିଟା କାହାର କବିତା? ଉତ୍ତର ଅନନ୍ତ ପଟ୍ଟନାୟକ। ଅଗଷ୍ଟ 15 ଓ ଅନ୍ୟାନ୍ୟ କବିତାର କବି କିଏ? ଉତ୍ତର ରଘୁନାଥ ଦାସ। ନୂଆ ଗପଟିଏ ଲେଖ କବିତାର କବି କିଏ? ଉତ୍ତର ମନମୋହନ ମିଶ୍ର। ରବି ସିଂଙ୍କ ଚରମପତ୍ର କବିତା ସଂକଳନ କେବେ ପ୍ରକାଶ ପାଇଥିଲା? ଉତ୍ତର 1961 ମସିହା। ମୁଁ ସଚୀ ରାଉତରାୟ ନୁହେଁ ଟାଗୋର ବା ଶେଲି, ମୁଁ ଏଇ ମାଟିର ଧରା ଆଉ ଆକାଶର କବି। ଏହି ପଂକ୍ତିଟି ସଚୀ ରାଉତରାୟଙ୍କ କେଉଁ କବିତାରେ ଉଲ୍ଲେଖ କରିଛନ୍ତି? ଉତ୍ତର ରାଜଜେମା। ଲାଲ ପତାକା ଓ ଲାଲ ସୂର୍ଯ୍ୟ କେଉଁ କବିଙ୍କ କବିତାରେ ପ୍ରାୟତଃ ସାମ୍ୟବାଦର ପ୍ରତୀକ ପାଲଟିଛି? ଉତ୍ତର ମନମୋହନ ମିଶ୍ର। ମାଟି ଓ ଲାଠିର ସ୍ରଷ୍ଟା କିଏ? ଉତ୍ତର ବ୍ରଜନାଥ ରଥ। ବ୍ରଜନାଥ ରଥ କେଉଁ ମସିହାରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ? ଉତ୍ତର 2011 ମସିହା। ଅନାର୍ଯ୍ୟର ଚର୍ଯାପଦ କବିତାର କବି କିଏ? ଉତ୍ତର ରବି ସିଂ। ଲଘୁ ଶତକର କବି କିଏ? ଉତ୍ତର ବ୍ରଜନାଥ ରଥ। ଭଙ୍ଗା ହାତର କବିତାର କବି କିଏ? ଉତ୍ତର ରବି ସିଂ। କେଉଁ ମସିହାରେ କବି ରବି ସିଂ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଲାଭ କରିଥିଲେ? ଉତ୍ତର 2017 ମସିହା। ନୂତନ କବିତାର ଯୁଗସ୍ରଷ୍ଟା କିଏ? ଉତ୍ତର ଗୁରୁପ୍ରସାଦ ମହାନ୍ତି ଓ ଭାନୁଜୀ ରାଓ। ଗୁରୁପ୍ରସାଦଙ୍କ ସମୁଦ୍ର ସ୍ନାନ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1955 ମସିହା। ଗୁରୁପ୍ରସାଦ କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର 1973 ମସିହା। ହରେକୃଷ୍ଣ ଦାସ କେଉଁ କବିଙ୍କ କବିତାର ଚରିତ୍ର? ଉତ୍ତର ଗୁରୁପ୍ରସାଦ ମହାନ୍ତି। ନଈ ଆରପାରି କବିତା ପାଇଁ ଭାନୁଜୀ ରାଓ କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1989 ମସିହା। ବିଷାଦ ଏକ ଋତୁର କବି କିଏ? ଉତ୍ତର ଭାନୁଜୀ ରାଓ। ବୃହନ୍ନଳା କବିତାର କବି କିଏ? ଉତ୍ତର ବେଣୁଧର ରାଉତ। ଇନ୍ଦ୍ରୟୁଧ କବିତାଗୁଚ୍ଛର କବି କିଏ? ଉତ୍ତର ଦୁର୍ଗାଚରଣ ପରିଡ଼ା। ଦୁର୍ଗାଚରଣ ପରିଡ଼ାଙ୍କ ଦ୍ୱିତୀୟ କବିତାଗୁଚ୍ଛ କ'ଣ ଓ ଏହା କେବେ ପ୍ରକାଶିତ? ଉତ୍ତର ରାଗ ଯୋଗେଶ୍ୱରୀ 2015। ଗୁରୁପ୍ରସାଦଙ୍କ କବିତାରେ କେଉଁ କବିଙ୍କ ପ୍ରଭାବ ସର୍ବାଧିକ ଦେଖିବାକୁ ମିଳେ? ଉତ୍ତର ଟି ଏସ୍ ଇଲିୟଟ। ଏକତାରା ଦୁଇତାରା କବିତା ପୁସ୍ତକର ସ୍ରଷ୍ଟା କିଏ? ଉତ୍ତର ବେଣୁଧର ରାଉତ। ଚିନ୍ତାମଣି ବେହେରା କେଉଁ କବିତା ସଂକଳନ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା? ଉତ୍ତର ତୃତୀୟ ଚକ୍ଷୁ। ସମୟର ଧୂସର ବାଲିରେ କବିତାର କବି କିଏ? ଉତ୍ତର ଶ୍ରୀନିବାସ ଉଦ୍ଗାତା। ଆହ୍ନିକ କବିତାର କବି କିଏ? ଉତ୍ତର ଜଗନ୍ନାଥ ପ୍ରସାଦ ଦାସ। ନବଗୁଞ୍ଜର କବିତାର କବି କିଏ? ଉତ୍ତର ରମାକାନ୍ତ ରଥ। ଚିତ୍ରନଦୀର କବି କିଏ? ଉତ୍ତର ସୀତାକାନ୍ତ ମହାପାତ୍ର। ପୂର୍ବାପରର କବି କିଏ? ଉତ୍ତର ଜଗନ୍ନାଥ ପ୍ରସାଦ ଦାସ। ରମାକାନ୍ତ ରଥ କେଉଁ କବିତା ପୁସ୍ତକ ପାଇଁ ସାରଳା ପୁରସ୍କାର ଲାଭ କରିଥିଲେ? ଉତ୍ତର ସଚିତ୍ର ଅନ୍ଧାର। ସୀତାକାନ୍ତ ମହାପାତ୍ର କେଉଁ କୃତି ପାଇଁ ଓ କେବେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ଉତ୍ତର ସମଗ୍ର କୃତି 1993 ମସିହା। ଜଗନ୍ନାଥ ପ୍ରସାଦ ଦାସ କେଉଁ ମସିହାରେ କେଉଁ କୃତି ପାଇଁ ଦ୍ୱିତୀୟ ସରସ୍ୱତୀ ପୁରସ୍କାର ଲାଭ କରିଥିଲେ? ଉତ୍ତର 2007 ମସିହା। ପରିକ୍ରମା କବିତା ସଂକଳନ। ଶ୍ରୀରାଧା କବିତା ପାଇଁ ରମାକାନ୍ତ ରଥ କେଉଁ ପୁରସ୍କାର କେଉଁ ମସିହାରେ ଲାଭ କରିଥିଲେ?
ଉତ୍ତର ସରସ୍ୱତୀ ସମ୍ମାନ 1992 ମସିହା। ସୀତାକାନ୍ତ ମହାପାତ୍ର କେଉଁ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର 1974 ମସିହା। ରମାକାନ୍ତ ରଥ ସପ୍ତମ ଋତୁ କବିତା ପାଇଁ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର 1978 ମସିହା। ଅସମାପିକାର କବି କିଏ? ଉତ୍ତର ଦୀପକ ମିଶ୍ର। ପ୍ରଦକ୍ଷିଣ କବିତାର କବି କିଏ? ଉତ୍ତର ସୀତାକାନ୍ତ ମହାପାତ୍ର। ହଳଦୀ ବସନ୍ତର କବି କିଏ? ଉତ୍ତର ସୌରୀନ୍ଦ୍ର ବାରିକ। ସ୍ୱରୋଦୟ କବିତା ପୁସ୍ତକ ପାଇଁ କିଏ ଓ କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ବଂଶୀଧର ଷଡ଼ଙ୍ଗୀ 2006 ମସିହା। ଗାନ୍ଧୀ ଦର୍ଶନକୁ ନେଇ ସୌରୀନ୍ଦ୍ର ବାରିକଙ୍କ ରଚିତ କବିତା ସଂକଳନର ନାମ କ'ଣ? ଉତ୍ତର ଭାରି ମନେ ପଡ଼େ ଚହଲା ଛାଇରେ ଘଡ଼ିଏ। ବୃତ୍ତ କବିତାର କବି କିଏ? ଉତ୍ତର ଦୀପକ ମିଶ୍ର। ଦ୍ୱାସୁପର୍ଣ୍ଣା କବିତା ପାଇଁ ସୌଭାଗ୍ୟ ମିଶ୍ର କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1986 ମସିହା। ଜନପଥ କବିତାର କବି କିଏ? ଉତ୍ତର ପ୍ରସନ୍ନ କୁମାର ମିଶ୍ର। ଅନ୍ୟତ୍ର କବିତା ସଂକଳନର କବି କିଏ? ଉତ୍ତର ସୌଭାଗ୍ୟ କୁମାର ମିଶ୍ର। ସୁବର୍ଣ୍ଣ ବସୁଧା କବିତାର କବି କିଏ? ଉତ୍ତର ପ୍ରସନ୍ନ କୁମାର ମିଶ୍ର। ସୁଦୂରରୁ ଅନେକ ଦୂର କବିତାର ସ୍ରଷ୍ଟା କିଏ? ଉତ୍ତର ଦିଲ୍ଲୀପ ଦାସ। କ୍ରମଶଃ କବିତାର କବି କିଏ? ଉତ୍ତର ପ୍ରମୋଦ କୁମାର ମହାନ୍ତି। ଚଉକାଠରେ ଚିରକାଳ କବିତାର କବି କିଏ? ଉତ୍ତର ରାଜେନ୍ଦ୍ର କିଶୋର ପଣ୍ଡା। ରାଜେନ୍ଦ୍ର କିଶୋର ପଣ୍ଡା କେଉଁ ମସିହାରେ କେଉଁ କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର 1985 ମସିହା। ଶୈଳକଳ୍ପ। ରୁବି ପାଇଁ କେତୋଟି କବିତାର କବି କିଏ? ଉତ୍ତର ଫନୀ ମହାନ୍ତି। ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ରଚିତ ଦୀର୍ଘ କବିତା ପୁସ୍ତକର ନାମ କ'ଣ? ଉତ୍ତର ବୋଧିନଭ। ବାଙ୍ଗ୍ମୟ ବର୍ଣ୍ଣମାଳାର କବି କିଏ? ଉତ୍ତର ପ୍ରମୋଦ କୁମାର ମହାନ୍ତି। ଘୃଣାକ୍ଷର କାହାର କବିତା ପୁସ୍ତକ? ଉତ୍ତର ରାଜେନ୍ଦ୍ର କିଶୋର ପଣ୍ଡା। ଚିତ୍ର ପ୍ରତିମାର କବି କିଏ? ଉତ୍ତର ଫନୀ ମହାନ୍ତି। ଅସ୍ତ ଜହ୍ନର ଏଲିଜି କାହାର କବିତା ପୁସ୍ତକ? ଉତ୍ତର ପ୍ରତିଭା ଶତପଥୀ। ଦୂରତ୍ୱର ଭ୍ରମ କବିତା ସଂକଳନର କବି କିଏ? ଉତ୍ତର ହରପ୍ରସାଦ ଦାସ। ଗ୍ରସ୍ତ ସମୟର କବି କିଏ? ଉତ୍ତର ପ୍ରତିଭା ଶତପଥୀ। ନାସ୍ତିକର ଭକ୍ତି କବିତାର କବି କିଏ? ଉତ୍ତର ହରପ୍ରସାଦ ଦାସ। ବିହ୍ୱଳ ବେଳାଭୂମିର କବି କିଏ? ଉତ୍ତର ଗୋପାଳକୃଷ୍ଣ ରଥ। ମଲ୍ଲିକାର କବି କିଏ? ଉତ୍ତର ଦେବଦାସ ଛୋଟରାୟ। ସାପଗାତରେ ସକାଳର କବି କିଏ? ଉତ୍ତର ପ୍ରସନ୍ନ ପାଟ୍ଟଶାଣୀ। ବଂଶ କବିତା ପାଇଁ ହରପ୍ରସାଦ ଦାସ କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତର ମୂର୍ତ୍ତିଦେବୀ ପୁରସ୍କାର। ତନ୍ମୟ ଧୂଳି ପାଇଁ ପ୍ରତିଭା ଶତପଥୀ କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଇପ୍ସିତ କ୍ରୋଧର କବି କିଏ? ଉତ୍ତର ଆଶୁତୋଷ ପରିଡ଼ା। ବିପୁଳ ଦିଗନ୍ତ ପାଇଁ କିଏ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଗୋପାଳକୃଷ୍ଣ ରଥ। ଅବୁଦ୍ଧ ଗରୁଡ଼ର କବି କିଏ? ଉତ୍ତର ଅମରେଶ ପଟ୍ଟନାୟକ। ବସୁସେଣର କବି କିଏ? ଉତ୍ତର ହୃଷିକେଶ ମଲ୍ଲିକ। ଶ୍ରୀବସ୍ତୀରୁ ଶ୍ରାବସ୍ତର କବି କିଏ? ଉତ୍ତର ଶତ୍ରୁଘ୍ନ ପାଣ୍ଡବ। ଶରତଚନ୍ଦ୍ର ପ୍ରଧାନ କେଉଁ କବିତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ଯଯାତି। ଖରାରେ ବାଙ୍ଗରା ଲୋକ ପାଇଁ ପ୍ରସନ୍ନ ମିଶ୍ର କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତର ସାରଳା ପୁରସ୍କାର। ସ୍ରୋତର ନାମ ଋତୁ କାହାର କବିତା ପୁସ୍ତକ? ଉତ୍ତର କମଳାକାନ୍ତ ଲେଙ୍କା। କେଉଁ କବିତା ପାଇଁ ଶ୍ରୀନିବାସ ଉଦ୍ଗାତା ସାରଳା ପୁରସ୍କାର ଲାଭ କରିଥିଲେ? ଉତ୍ତର ଋତମ। ଆରଦୃଶ୍ୟ କବିତା ପାଇଁ ସୀତାକାନ୍ତ ମହାପାତ୍ର କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତର ସାରଳା ପୁରସ୍କାର। ଚଢ଼େଇରେ ତୁ କି ଜାଣୁର କବି କିଏ? ଉତ୍ତର ସୀତାକାନ୍ତ ମହାପାତ୍ର।
ଗୌଣ ଦେବତାର କବି କିଏ? ଉତ୍ତର ରାଜେନ୍ଦ୍ର କିଶୋର ପଣ୍ଡା। କେଉଁ ଓଡ଼ିଆ କବି ପ୍ରଥମେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ? ଉତ୍ତର ସଚ୍ଚିଦାନନ୍ଦ ରାଉତରାୟ।